तो हाय पिलाମାନେ ସ୍ୱାଗତ କରୁଛି ମୋର ଏକ୍ସ ଏଜୁକେସନ ଚ୍ୟାନେଲରେ ଦୌଡ଼ଉଛି ଓଷ୍ଟା HSCE ପ୍ରାକ୍ଟିସ ବୁକ୍ ଅଫ୍ MCQ। ପିଲାମାନେ ଏଟା ଓଷ୍ଟା ତରଫରୁ ଆସିଛି ନୋଟିସ ହେଲା। ନୋଟିସ ସେ ବହି ଦେଇଛି ହେଲା, ଓଷ୍ଟା ବହି ଦେଇଛି ଗୋଟେ। ତ କହିଛି ଏଇ ଓଷ୍ଟା ବହି ତରଫରୁ MIL क्वेश्चन भी पढ़िब पिलाମାନେ ହେଲା। ତ ଯୋଉ क्वेश्चन पढ़िब ପିଲାମାନେ क्वेश्चन ଆମେ ଏବେ डिस्कशन କରିବା। ଯାହାକି ଏଟା ରହିଛି କ'ଣ ପିଲାମାନେ, ଏଟା ଅବଜେକ୍ଟ क्वेश्चन ରହିଥିଲା। କ'ଣ ପିଲାମାନେ, ଏଟା ଅବଜେକ୍ଟିଭ ର क्वेश्चन ରହିଛି। ଅବଜେକ୍ଟିଭ ର क्वेश्चन ରହିଛି ପିଲାମାନେ ହେଲା। ଅବଜେକ୍ଟିଭ ର क्वेश्चन ରହିଛି ପିଲାମାନେ। ଆମେ ସବଜେକ୍ଟିଭ ପଳେଇ ଆଣିବା, ଏଟା ଅବଜେକ୍ଟିଭ ଦେଖିଦେବୁ ପିଲାମାନେ ହେଲା। ତ क्वेश्चन କ'ଣ ରହିଛି ନା, 1 ନମ୍ବର क्वेश्चन ରହିଛି ନା ପିଲାମାନେ, ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ କେଉଁ ଉପନ୍ୟାସଟି ଓଡ଼ିଶାର ଜନମାନସରେ ବେଶ ପରିଚିତ? ତୋର କ'ଣ ପରିଚିତ? ତୋର କ'ଣ ପିଲାମାନେ ଜାଣିଛ? କ'ଣ ପିଲାମାନେ ନା ମାଟିର ମଣିଷ ନୁହେଁ ପିଲାମାନେ, କଣା ମାମୁଁ ପିଲାମାନେ। କଣା ମାମୁଁ ପିଲାମାନେ, କଣା ମାମୁଁ ହେଲା। 2 ନମ୍ବର ଅଛି ମୂଳଧର କିଏ? ମୂଳଧର ଅଛି ଯମ ପିଲାମାନେ। ମୂଳଧର ହଉଛି ଯମ ପିଲାମାନେ। ଜଲ୍ଦି ମୁଁ ଜଲ୍ଦି ଦେଖିଦେବି। 3 ନମ୍ବର ବିଦ୍ୟ ପର୍ବତ ତୁଣ୍ଡ ବା ପାତଳଗାମୀ ହେଇଥିଲେ କିଏ ଖୁସି ହେଇଥାନ୍ତି? ତ କିଏ ପିଲାମାନେ ଖୁସି ହେଇଥାନ୍ତି? ଅଙ୍ଗଦ ପିଲାମାନେ, ଅଙ୍ଗଦ। ତରଣୀରେ ଜଳୁଥିବା ମଶାଲକୁ କବି କାହା ସହିତ ତୁଳନା କରିଛନ୍ତି? ତ ପିଲାମାନେ ଏଟା ହଉଛି ଉଲ୍ଲାସମୂର୍ତ୍ତି ସହିତ ତୁଳନା କରିଛନ୍ତି ପିଲାମାନେ। 5 ନମ୍ବର ଯିବା ପିଲାମାନେ। କ'ଣ ଅଛି? ତପସ୍ୱିନୀ କାବ୍ୟର କେଉଁ ସ୍ୱର୍ଗରୁ ମଙ୍ଗଳେ ଅଇଲା ଉଭା କବିତାଟି ଆନିତ? ଏଟା କ'ଣ ପିଲାମାନେ ନା ଦ୍ୱିତୀୟ ହେଲା। ଉଇ ଓକାର ଧ୍ୱନିକୁ କବି କାହା ସହିତ ତୁଳନା କରିଛନ୍ତି? ତ ପିଲାମାନେ ସରସ୍ୱତୀ ମାଙ୍କ ଦ୍ୱାରା ହେଲା। ଦେଶକୁ ଶତଖଣ୍ଡରେ ବିଭକ୍ତ କରୁଥିବା କାହାକୁ ଲୁପ୍ତକୁ କବି ତରୁଣ ଗଙ୍ଗକୁ ଆହ୍ୱାନ ଦେଇଛନ୍ତି? କାହାକୁ ନା ଜାତି ଉପଜାତି ହେଲା ପିଲାମାନେ। କ'ଣ ପିଲାମାନେ, ଜାତି ଉପଜାତିକୁ ହେଲା। 8 ନମ୍ବର ଯିବା ପିଲାମାନେ। 8 ନମ୍ବର କ'ଣ ଅଛି ନା ପିଲାମାନେ, ଜାଗବନ୍ଧନ ହାର କବିତାର କବିଙ୍କ ନାମ କ'ଣ? ବିଦ୍ୟୁତ ପ୍ରଭା ଦେବୀ। କ'ଣ ପିଲାମାନେ, ବିଦ୍ୟୁତ ପ୍ରଭା ଦେବୀ। କବି ବିଦ୍ୟୁତ ପ୍ରଭା ଦେବୀ କାହାକୁ ସର୍ବସହନୀ କହିଛନ୍ତି? ନା କାହାକୁ ନା ମାଟି ମାକୁ ପିଲାମାନେ, ମାଟି ମାକୁ ହେଲା। ପିଲାମାନେ 10 ନମ୍ବର ଦେହ ଦୁଃଖ ଦୂର କରିବା ପାଇଁ ମାଟି ମା କ'ଣ ସାଇତି ରଖିଛି? ତ ପିଲାମାନେ କ'ଣ ନା ଚେରମୂଳି ପିଲାମାନେ, ଚେରମୂଳି ହେଲା ପିଲାମାନେ। ତାପରେ 11 ନମ୍ବର କେଉଁଠାରେ ସର୍ବନା ସଭା କରାଯାଇ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାନ୍ତି କବି ରୂପେ ପାଇଥିଲା? କ'ଣ ହବ ପିଲାମାନେ, ରେଭେନ୍ସା ମହାବିଶ୍ୱବିଦ୍ୟାଳୟରେ ଦେଖାଇଥିଲା। ତ ଏବେ ଯିବା ପିଲାମାନେ 12 ନମ୍ବର ସରିଛି ନା ପିଲାମାନେ। 11 ନମ୍ବର ସରିଛି, ଏବେ 12 ନମ୍ବର ଯିବା ପିଲାମାନେ ହେଲା। 12 ନମ୍ବର ଯିବା ପିଲାମାନେ। 12 ନମ୍ବର ଅଛି ପଲ୍ଲୀଗ୍ରାମ ନରନାରୀଙ୍କ ମଧ୍ୟରେ ଜାତି ଧର୍ମ ସଂପର୍ଶରେ କେଉଁ ପରମ୍ପରା ଗଢ଼ି ଉଠିଥିଲା? ନା ବନ୍ଧୁତ୍ୱର ପରମ୍ପରା ଉଠିଥିଲା ହେଲା। ସର୍ବବିଧ ବୈଷୟିକ ଜଞ୍ଜାଳକୁ ଭାରତୀୟ ସଭ୍ୟତାରେ କାହାର ହେତୁ ବୋଲି ଭାବୁଥିଲେ? ଅଜ୍ଞାନର ହେତୁ ଭାବୁଥିଲେ ହେଲା। 14 ନମ୍ବର ଆମ ଦେଶର ଭାଷା ସମସ୍ୟା କହିଲେ ମାତ୍ର ଆଲୋକ କାହାର ବିବାଦ କଥା ବୁଝାଏ? କ'ଣ ପିଲାମାନେ, ହିନ୍ଦୀ ଓ ଓଡ଼ିଆ ପିଲାମାନେ। ହିନ୍ଦୀ ଓ ଓଡ଼ିଆ ହେଲା ପିଲାମାନେ। କ'ଣ କହିଛି ପିଲାମାନେ, ଗଣତନ୍ତ୍ରର ମୂଳ ମନ୍ତ୍ରୀ କ'ଣ?
ନା ଶିକ୍ଷା ପିଲାମାନେ ଶିକ୍ଷା। ଶ୍ରୀରାମକୃଷ୍ଣ ପୃଥିବୀର ବିଦାୟ ନେବା ବେଳକୁ ନାରାୟଣଙ୍କୁ କେତେ ବର୍ଷ ହେଇଥାଏ? ନା ପିଲାମାନେ କେତେ ବର୍ଷ? ନା 22 ବର୍ଷ ପିଲାମାନେ 22। ବିବେକାନନ୍ଦ ପ୍ରଥମ ଶିକ୍ଷକ ନାମ କଣ? ଶ୍ରୀ ଶରତ ଚନ୍ଦ୍ର ଗୁପ୍ତ ପିଲାମାନେ। ପଠନ ବଜିବା ପିଲାମାନେ। ଓଡ଼ିଶାରେ କେବେ ନଅଙ୍କ ଦୁର୍ଭିକ୍ଷ ହେଇଥିଲା? ନା କେତେ? ନା ଜାଣିଛ ପିଲାମାନେ 1866। ରାଧାନାଥ ରାୟଙ୍କ ଅମିତ୍ରାକ୍ଷର ଛନ୍ଦରେ ରଚିତ ଅସମ୍ପୂର୍ଣ୍ଣ ମହାକାବ୍ୟର ନାମ କଣ? ତ ପିଲାମାନେ ଜାଣିଛ ସମସ୍ତେ କଣ ନା ପିଲାମାନେ? ମହାଯାତ୍ରା ପିଲାମାନେ ମହାଯାତ୍ରା। ତାହାକୁ ଓଡ଼ିଆ ଭାଷାର କନ୍ୟାକ କହନ୍ତି। କାହାକୁ ପିଲାମାନେ? ଆମ ଘରର ହାଲଚାଲ ପିଲାମାନେ ଆମ ଘରର ହାଲଚାଲକୁ। ତାପରେ ଯିବା ପିଲାମାନେ ଆମ ଘରର ହାଲଚାଲ ଗଲା। ଏବେ 21 ନମ୍ବର ଯିବା ପିଲା। କାଠୁରିର ଓଜନ କେତେ ଥିଲା? କେତେ କିଲୋ ପିଲାମାନେ? 2 କିଲୋ ପିଲାମାନେ 2 କିଲୋ। ସମ୍ରାଟ ଅଶୋକ କାହାର ଅଂଶିଷ ମନ୍ତ୍ରୀରେ ଦାଖିତ ହେଲେ? କାହାର ନା ପିଲାମାନେ? ମହାବୀର ନୁହେଁ ପିଲାମାନେ ବୁଦ୍ଧ ପିଲାମାନେ ବୁଦ୍ଧ। ବେଲ ଅଶ୍ୱତଥ ଓ ବଟ ବୃକ୍ଷ ଗଳ୍ପଟି କେଉଁ ପତ୍ରିକାରେ ପ୍ରକାଶ ପାଇଛି? ପ୍ରକ୍ରିୟା ଉତ୍କଳ ପ୍ରସଙ୍ଗ ପିଲାମାନେ ଉତ୍କଳ ପ୍ରସଙ୍ଗ। ଜଲ୍ଦି ଜଲ୍ଦି ଦେଖିଦିଅ। ହରିଗୁଡିଆ କାହା ଉପରେ ଗଡପଡ ହେଉଥିଲା? କାହାପରେ? ନା ପିଲାମାନେ ବେଙ୍ଗ ଉପରେ ପିଲାମାନେ ବେଙ୍ଗ। ନଟବର ବାବୁ କାହାକୁ ପ୍ରକୃତଜ୍ଞ ବୋଲି କହିଛନ୍ତି? କାହାକୁ? ନା ହଉଛି ରାକ୍ଷସ।